ରୁଟି କିମ୍ବା ପରଟା ସାଙ୍ଗକୁ ବିନା ପିଆଜ ରସୁଣରେ ଯଦି ସାଧା ତଡ଼କା ବନେଇବାକୁ ଚାହୁଁଥାନ୍ତି ତାହେଲେ ଏଇ ରେସିପିଟି ନିଶ୍ଚିତ ଭାବରେ ଟ୍ରାଏ କରନ୍ତୁ। ବିନା ଅଣ୍ଡାରେ ବି ଅଣ୍ଡା ତଡ଼କା ଖାଇଲା ଭଳିଆ ଲାଗିବ। ଭିଡ଼ିଓଟିକୁ ଫୁଲ୍ କରିବା ପାଇଁ ମୋ ତରଫରୁ ଅନୁରୋଧ ରହିଲା। ସାଧା ତଡ଼କା ବନେଇବା ପାଇଁ ପ୍ରଥମେ ଏଠି ଆମକୁ ଦରକାର ତଡ଼କା ବା ମିକ୍ସ ଡାଲ ଯାହାକୁ କୁହନ୍ତି। ଏଠି ମୁଁ 1 କପ୍ ନେଇଛି। ଆପଣ ଚାହିଁଲେ ଆର କ୍ୱାଣ୍ଟିଟି କମ୍ କରିପାରିବେ, ବେଶୀ ମଧ୍ୟ କରିପାରିବେ। ଆଉ ଆକୁ କ'ଣ କରିବେ ନା 6ରୁ 7 ଘଣ୍ଟା ଭଲସେ ବତୁରେଇ ଦେବେ। ଦେଖନ୍ତୁ ମୁଁ ଆକୁ 6ରୁ 7 ଘଣ୍ଟା ଭଲସେ ବତୁରେଇ ଦେଇଛି, ଯେଉଁଥିରେ କି ମାନେ ତଡ଼କା ଗୁଡ଼ାକ କିମ୍ବା ଡାଲି ବୁଟ ସବୁ ବଢ଼ିଆ ସେ ବତୁରେଇଛି। ଆଉ ଇଏ ଯଦି ଭଲସେ ନ ବତୁରିବ ତାହେଲେ ଜମା ବି ସିଝିବନି ଆଉ ଖାଇବା ପାଇଁ ଜମା ବି ଟେଷ୍ଟି ଲାଗିବନି। ଏବେ ଆମେ ଗୋଟେ ପ୍ରେସର କୁକର ନେବା। ମୁଁ ତାକୁ ଭଲସେ ଧୋଇ ଦେଇଥିଲି, ଧୋଇକି ଗଡ଼େଇଥିଲି ପ୍ରାୟ, କାହିଁକିନା ସେଥିରେ ଗୋଡ଼ି ଥାଏ। ଏବେ ଆମେ ଏଥିରେ ନେବା 1 ଛୋଟ ଚାମଚ ହଳଦୀ ପାଉଡ଼ର, ସ୍ୱାଦ ଅନୁସାରେ ଲୁଣ, ପାଣି ଏଥିରେ ଆମେ ଆଡ଼୍ କରିବା 2 କପ୍ ଦେଇକି ଆକୁ କ'ଣ କରିବା ପ୍ରେସର କୁକର ମୁହଁ ବନ୍ଦ କରିଦେବା। ଏଥିରେ 6ରୁ 7ଟା ସିଟି ଆସିବାକୁ ଦେବା। ଦେଖନ୍ତୁ ଏଥିରେ 6ରୁ 7ଟା ସିଟି ଆସିଗଲାଣି ଅଲରେଡ଼ି। ଏବେ କ'ଣ କରିବା ନା ଆକୁ ଟିକେ ରେଷ୍ଟ ଦେଇଦେବା, ମାନେ 5 ମିନିଟ୍ ଖଣ୍ଡେ, ଯେମିତି ତାର ଏକ୍ସଟ୍ରା ବାଷ୍ପ ଗୁଡ଼ା ପଳେଇବ। ଏବେ ଦେଖନ୍ତୁ ମୁଁ ତାକୁ ଖୋଲୁଛି ଆଉ ହାତରେ ନେଇକି ଟିକେ ଚେକ୍ ମଧ୍ୟ କରୁଛି। ବଢ଼ିଆ ସେ ମାନେ ଏଥିରେ ଯେଉଁ ବୁଟ ଆଉ ଡାଲି ଏସବୁ ଅଛି ସେଗୁଡ଼ା କ'ଣ ହେଇଛି ନା, ଦେଖନ୍ତୁ ରାଜମା ଏ ବଢ଼ିଆ ସେ ସିଝି ଯାଇଛି। ଏଇ ଟାଇପ୍ର ହିଁ ରଖିବେ। ଏବେ କ'ଣ କରିବା ନା ଆକୁ ଆମେ ଛାଣି ନେବା, ପାଣିକି ଅଲଗା କରିନେବା ଆଉ ବୁଟକୁ ଅଲଗା କରିନେବା। ଦେଖନ୍ତୁ ତାକୁ ମୁଁ ବୁଟକୁ ଏଠି ମୁଁ ଅଲଗା କରି ନେଇଛି, ଆଉ ଏଠି ମୁଁ ପାଣିକି ତାର ଅଲଗା କରିଛି। ଆକୁ ଫୋପାଡ଼ିବାନି, ଇଏ ଆମକୁ ତରକାରୀରେ ଦରକାର ପଡ଼ିବ। ଏଠି ମୁଁ 2ଟି ମିଡ଼ିୟମ୍ ସାଇଜ୍ ଟମାଟୋ ନେଇକି କାଟି ଦେଇଛି ଛୋଟ ଛୋଟ ପିସ୍ରେ। ଆପଣ ମାନେ ତଡ଼କାକୁ ଦେଖିକିରି ସେଇ ଅନୁସାରେ ଟମାଟୋ ନେବେ। ଆଉ ଯଦି ହାଇବ୍ରିଡ଼ ଟମାଟୋ ନେଉଛନ୍ତି ତାହେଲେ ଅଧିକ କ୍ୱାଣ୍ଟିଟିର 3ଟା ନେଇପାରିବେ। ଏଠି ମୁଁ ଯେହେତୁ ଦେଶୀ ଟମାଟୋ ନେଇଛି 2ଟା ନେଇଛି, ଖଟା ଲାଗିବ ଅଧିକ। ଆଉ ଏଠି ମୁଁ ନେଇଛି 3ରୁ 4 ଇଞ୍ଚ ଅଦା, 2ଟି ଶୁଖିଲା ଲଙ୍କା। ଏବେ କ'ଣ କରିବା ନା କଡ଼େଇ ବସେଇବା, ସେଥିରେ ଦେବା ଆମେ 2ରୁ 3 ଚାମଚ ରିଫାଇନ୍ ତେଲ। ଯଦି ଆପଣ ପିଆଜ ରସୁଣରେ ବନାଉଛନ୍ତି ତାହେଲେ ସୋରିଷ ତେଲ ନେଇପାରିବେ। ଗ୍ୟାସ୍ ଫ୍ଲେମ୍କୁ ମିଡ଼ିୟମ୍ ରଖିଦେବା। ତେଲ ଗରମ ହେଲା ପରେ ଯେଉଁ କାଟିକି ରଖିଛେ ଅଦା, ଟମାଟୋ ଆଉ 2ଟା ଶୁଖିଲା ଲଙ୍କାକୁ ପକାଇକି ମିଡ଼ିୟମ୍ ଲୋ ଫ୍ଲେମ୍ରେ ରଖିକି ଆକୁ ଆମେ ଭଲସେ ଭାଜି ନେବା, ଯେମିତି ଆମର ଟମାଟୋଟା ସଫ୍ଟ ହେଇଯିବ, ତାର ଟିକେ କଲର୍ ଚେଞ୍ଜ ହେଇ ଆସିବ। ଦେଖନ୍ତୁ ଟମାଟୋଟା ଆମର ବଢ଼ିଆ ସେ ଭାଜି ହେଇଗଲାଣି। ଏବେ କ'ଣ କରିବା ନା ଆକୁ ଗୋଟେ ପ୍ଲେଟ୍କୁ କାଢ଼ି ନେବା, ଆଉ ଆକୁ କ'ଣ କରିବା ନା ଆମେ ଥଣ୍ଡା ହେବାକୁ ଦେବା। ଇଏ ଟିକେ ହାଲକା ଥଣ୍ଡା ହେଇଗଲା ପରେ ଆକୁ ଆମେ ଗ୍ରାଇଣ୍ଡିଙ୍ଗ କରିନେବା। ଏଠି ଦେଖନ୍ତୁ ମୁଁ ନେଇଛି 1/2 କପ୍ ଛେନା। ଛେନାକୁ ମୁଁ ସେଇଥିରେ ପକାଇକି ଭାଜି ନେଉଛି। ଆପଣ ଯଦି ଚାହିଁବେ ମାନେ 1 ଚାମଚ ତେଲ ପକାଇକି ମଧ୍ୟ ଏକ୍ସଟ୍ରା ଭାଜି ପାରିବେ। ଯେହେତୁ ଏଥିରେ ହାଲକା ଟିକେ ତେଲ ଥିଲା, ମୁଁ ସେଇଥିରେ ଭାଜି ନେଉଛି। ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ଛେନାକୁ ଟିକେ ହାଲକା ଭାଜିଲେ କ'ଣ ହେବ ନା ସେ ଟିକେ ଟାଣ ହେଇଯିବ, ଆଉ ତରକାରୀରେ ପକାଇଲେ ଖାଇବା ପାଇଁ ବହୁତ ଭଲ ଲାଗିବ। ଦେଖନ୍ତୁ ମୁଁ ଆକୁ ଭାଜି ନେଇଛି, ଆଉ ଇଏ ଟିକେ ଟାଣ ହେଇ ଆସିଲାଣି। ତା ସହିତ ଛେନାରେ ଯେଉଁ ପାଣିଟା ଥାଏ ସେଇଟା ମଧ୍ୟ ମାନେ ଶୁଖିଗଲାଣି। ଏବେ ଆକୁ ଗୋଟେ ଜାଗାକୁ ଆମେ କାଢ଼ି ନେବା। ତଡ଼କାରେ ଛେନାଟା ଦେଲେ ଅଣ୍ଡା ତରକାରୀ ଭଳିଆ ଦେଖାଯିବ, ଆଉ ଖାଇବା ପାଇଁ ମଧ୍ୟ ବହୁତ ସ୍ୱାଦିଷ୍ଟ ଲାଗିବ। ଥରେ ନିଶ୍ଚିନ୍ତ ଟ୍ରାଏ କରିକି ଦେଖିବେ, ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଆଉ ଯଦି ପିଆଜ ରସୁଣ ବନାଉଛନ୍ତି ଆହୁରି ସ୍ୱାଦିଷ୍ଟ ଲାଗିବ। ଏବେ ମୁଁ କ'ଣ କରୁଛି ନା ଏଠି ଯେଉଁ ମସଲା ନେଇଥିଲି ତାକୁ ଗ୍ରାଇଣ୍ଡିଙ୍ଗ କରି ନେଉଛି, ଆଉ ପୁରା ଚିକଣ କରିକି ବାଟିଦେବା। ଆଉ ବାଟିଲା ସମୟରେ 3 ଚାମଚ ପାଣି ମୁଁ ଏଥିରେ ଆଡ଼୍ କରିଛି, ମସଲାଟା ଟିକେ ପତଳା ରହିବ। ଏବେ ଗୋଟେ କଡ଼େଇରେ ଆମେ ନେବା 2ରୁ 3 ଚାମଚ ରିଫାଇନ୍ ତେଲ। ତେଲ ଟିକେ ଗରମ ହେଲା ପରେ ଏଥିରେ ନେବା 1/2 ଚାମଚ ଜିରା, 1 ବଡ଼ ଅଳେଇଚ, ଖଣ୍ଡେ ଡାଲଚିନି, 1 ତେଜପତ୍ର, 2ଟି ଲବଙ୍ଗ, ଆପଣ ଚାହିଁଲେ ଗୁଜୁରାତି ମଧ୍ୟ ଆଡ଼୍ କରିପାରିବେ। ଏବେ ଏଥିରେ ହାଲକା 1 ଛୋଟ ଚାମଚ ଚିନି ଦେଇଦେବା। ଏବେ କ'ଣ କରିବା ନା ଏଥିରେ ମସଲାକୁ ଗ୍ରାଇଣ୍ଡିଙ୍ଗ କରିକି ରଖିଛି ତାକୁ ଆଡ଼୍ କରିବା। କପ୍କୁ ଧୋଇକି 2 ଚାମଚ ପାଣି ଆଡ଼୍ କରିଛି, 1 ଛୋଟ ଚାମଚ ହଳଦୀ ପାଉଡ଼ର, 1 ଛୋଟ ଚାମଚ କାଶ୍ମୀରୀ ଲଙ୍କା ପାଉଡ଼ର, 1 ଛୋଟ ଚାମଚ ଧନିଆ ପାଉଡ଼ର, 1 ଚାମଚ ବା ଅଳ୍ପ ଟିକେ କସ୍ତୁରୀ ମେଥି ପକାଇକି ଆକୁ ଆମେ ଗୋଳେଇ ନେବା। ଗୋଳେଇ କ'ଣ କରିବା ନା ଗ୍ୟାସ୍ର ଫ୍ଲେମ୍କୁ ମାନେ ପୁରା ଲୋ ରଖିବା। ଲୋ ରଖିକି ମସଲାଟାକୁ ଆମର ସିଝିବାକୁ ଛାଡ଼ିଦେବା। ଦେଖନ୍ତୁ ମସଲାଟା ସିଝିକି ତାର ଅଏଲ୍ ଗୁଡ଼ା କେମିତି ଉପରକୁ ଦେଖାଯାଉଛି, ତାମାନେ ଆମର ମସଲାଟା ଆମର ବଢ଼ିଆ ସେ ସିଝି ଯାଇଛି। ଏବେ କ'ଣ କରିବା ନା ଆମେ ଏଇ ସମୟରେ ଯେଉଁ ତଡ଼କାକୁ ଛାଣିକି ରଖିଥିଲେ ତାକୁ ଏଥିରେ ଆମେ ଆଡ଼୍ କରିବା। ଆଡ଼୍ କରିକି ଆକୁ ଗ୍ୟାସ୍କୁ ମିଡ଼ିୟମ୍ ଲୋ ଫ୍ଲେମ୍ ରଖିବା। ରଖିକି ଭଲସେ ଆକୁ ଆମେ କଷି ନେବା, ଯେମିତି ମସଲା ଆଉ ତଡ଼କା ବଢ଼ିଆ ସେ କଷି ହେଇଯିବ। ଆଉ ଦେଖନ୍ତୁ ତା ଦେହରୁ କିଛି ପାଣି ମଧ୍ୟ ମାନେ ମରିଗଲାଣି। ଏବେ କ'ଣ କରିବା ନା ଏଥିରେ ଦେଇଦେବା ପାଣି, ଯେଉଁ ପାଣି ଆମେ ରଖିଥିଲେ ସେଇ ପାଣି ହିଁ ଆମେ ଆଡ଼୍ କରିବା। ଆପଣ ଚାହିଁଲେ ଅଧିକ ମଧ୍ୟ ଦେଇପାରିବେ।
ଏବେ ଆକୁ ଆମେ ଭଲସେ ଗୋଳେଇ ନେବା। ଗ୍ୟାସ୍ର ଫ୍ଲେମ୍କୁ लो କରିନେବା। लो କରିକି ଏଥିରେ ଦେବା ଗୋଟେ ଛୋଟ ଚାମଚ ଗରମ ମସଲା ପାଉଡ଼ର। ଆପଣ ଚାହିଁଲେ ଡାଲଚିନି ଗୁଜୁରାତି ପାଉଡ଼ର ମଧ୍ୟ ନେଇପାରିବେ। ଏବେ ଏଥିରେ ଆମେ ଛେନାକୁ ଆଡ଼୍ କରିବା। ଛେନାକୁ ସବୁବେଳେ ଲାଷ୍ଟରେ ହିଁ ଆଡ଼୍ କରିବେ। ଏବେ ଆକୁ ଆମେ 2ରୁ 3 ସେକେଣ୍ଡ କୁକ୍ ହେବାକୁ ଦେବା। 2ରୁ 3 ସେକେଣ୍ଡ ପରେ ଏବେ କଣ କରିବା ନା ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିନେବା। ଦେଖନ୍ତୁ ଲୁକ୍ଟା ପୁରା ଅଣ୍ଡା ତଡ଼କା ଭଳିଆ ଦେଖାହେଉଛି। ଏବେ ଆକୁ ଆମେ ଗୋଟେ ଜାଗାକୁ ଟ୍ରାନ୍ସଫର୍ କରିନେବା। କରିକି ଏଥିରେ ଦେବା ଆମେ ତଡ଼କା। ତଡ଼କା ଦେବା ପାଇଁ ଏଠି ମୁଁ ଗୋଟେ ତଡ଼କା ପ୍ୟାନ୍ରେ ନେଇଛି ଗୋଟେ ଚାମଚ ଡାଲଟା ଘିଅ। ଆପଣ ଚାହିଁଲେ ରିଫାଇନ୍ ତେଲ ନେଇପାରିବେ। 2ଟି ଶୁଖିଲା ଲଙ୍କା, ଗୋଟେ ଛୋଟ ଚାମଚରେ ହାଫ୍ ଚାମଚ ନେବା କଳା ଜିରା। ଆଉ ଏଇଟା ଦେବେ ବହୁତ ସ୍ୱାଦିଷ୍ଟ ଆସିବ ତଡ଼କାର। ଆଉ ଗୋଟେ ଛୋଟ ଚାମଚ ନେବା ଆମେ ସୋରିଷ। ଆକୁ ଆମେ ଭଲସେ ଫୁଟିବାକୁ ଦେବା। ଆଉ ଯଦି ଆପଣଙ୍କର ତଡ଼କାଟା ଭଲସେ ନ ଫୁଟିବ ତାର ବାସ୍ନା ଜମା ବି ଭଲ ଆସିବନି। ଦେଖନ୍ତୁ ବଢ଼ିଆ ସେ ଫୁଟି ଆସିଲାଣି। ଏବେ କଣ କରିବା ନା ଆକୁ ତଡ଼କାରେ ଦେଇଦେବା। ଦେଇକି ଆର ମୁହଁକୁ ବନ୍ଦ କରିନେବା, ଯଦ୍ୱାରା କି ତାର ବାସ୍ନାଟା ତଡ଼କାରେ ରହିଯିବ। ଆଉ 1ରୁ 2 ମିନିଟ୍ ପରେ ଆମେ ଆର ମୁହଁ ଖୋଲିବା। ଆଉ ଆକୁ ଆମେ ଭଲସେ ଗୋଳେଇ ନେବା। ଦେଖନ୍ତୁ ରେଡ଼ି ହେଇଗଲା ଆପଣଙ୍କର ବିନା ଅଣ୍ଡାରେ ଅଣ୍ଡା ତଡ଼କା ବା ସାଧା ତଡ଼କା। ଆକୁ ଆପଣ ରୁଟି ସହିତ ଖାଆନ୍ତୁ, ପରଟା ସହିତ ଖାଆନ୍ତୁ, ପୁରୀ ସହିତ ଖାଆନ୍ତୁ, ନାନ୍ ସହିତ ଖାଆନ୍ତୁ। ଏ ସବୁଥିରେ ସ୍ୱାଦିଷ୍ଟ ଲାଗିବ। ଏଇ ଟାଇପ୍ର ଥରେ ନିଶ୍ଚିତ ଭାବରେ ବନେଇକି ଦେଖନ୍ତୁ। କେମିତି ଲାଗୁଛି ମୋତେ କମେଣ୍ଟ କରିକି ଜଣାନ୍ତୁ। ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ।